ହର ହର ମହାଦେବ। ଆସ ଆଜି ଆମେ ଜାଣିବା ଏକ ନିଆରା ସଂସ୍କୃତି ବିଷୟରେ। ଚନ୍ଦନପାଳି। ହଁ ଆଜ୍ଞା, ଠିକ୍ ଶୁଣିଲେ, ଚନ୍ଦନପାଳି। ସେହି ଚନ୍ଦନପାଳି କରିବା ପାଇଁ ଆମେ ବାହାରିଗଲୁ ବୀର ବଳଭଦ୍ରପୁର ଶାସନ। ଶସ୍ତ୍ର ଓ ଶାସ୍ତ୍ରରେ ବିଦ୍ୱାନ ବ୍ୟକ୍ତି ତଥା ବ୍ରାହ୍ମଣମାନଙ୍କ ପାଇଁ ବିନା କରରେ ଯୋଜନାବଦ୍ଧ ଗ୍ରାମଗୁଡ଼ିକ ସ୍ଥାପନା କରାଯାଉଥିଲା। ପୁରୀର ଭୋଇ ବଂଶର ଚତୁର୍ଥ ରାଜା ବୀର ବଳଭଦ୍ର ଦେବ ସପ୍ତଦଶ ଶତାବ୍ଦୀରେ ଏହି ଗ୍ରାମଟିକୁ ପ୍ରତିଷ୍ଠା କରାଇଥିଲେ। ଇତିହାସ କହେ କି ଏକଦା ଭାର୍ଗବୀ ନଦୀ କୂଳରେ ଏକ ନାଉରିଆର କାତ ଆଘାତରେ ପାଣି ଭିତରେ ଥିବା ଲିଙ୍ଗରୁ ରକ୍ତ ବାହାରିଥିଲା। ସେବେଠାରୁ ସେ ସଦାସର୍ବଦା ପାଣି ଭିତରେ ରହି ପାଣି ସୋମନାଥ ଭାବେ ପୂଜିତ ହେଲେ। 21 ଦିନର ଚନ୍ଦନ ଯାତ୍ରାରେ ପ୍ରତିଦିନ ସୋମନାଥଙ୍କୁ ଭୋଗ କରିବା ପାଇଁ ଗାଁର ଭିନ୍ନ ଭିନ୍ନ ପରିବାରକୁ ପାଳି ଅନୁଯାୟୀ ସେବାର ଦାୟିତ୍ୱ ଦିଆଯାଇଥାଏ। ସେହି ଦିନକୁ ସେହି ପରିବାରର ଲୋକମାନେ ଚନ୍ଦନପାଳି ବୋଲି କୁହନ୍ତି। ପାରମ୍ପରିକ ସୁସ୍ୱାଦୁ ଭୋଗ, ଘଣ୍ଟ ଓ ମୃଦଙ୍ଗର ଶବ୍ଦରେ ଗ୍ରାମର ଶାନ୍ତିମୟ ପରିବେଶଟି ଆଧ୍ୟାତ୍ମିକତାର ବାତାବରଣରେ ପୂରି ଉଠେ। ତେବେ ଆମେ ଚନ୍ଦନପାଳି ସାରି ଫେରି ଆସିଲୁ ପୁଣି ଶ୍ରୀକ୍ଷେତ୍ରକୁ। ଜୟ ଜଗନ୍ନାଥ।